ବା ତାର ଓଡିଆ କଣ ହବ? ଷ୍ଟ୍ରଗଲ, ସଂଘର୍ଷ। ସଂଘର୍ଷ, କରେକ୍ଟ ୱାର୍ଡ। ସବୁବେଳେ ଆମକୁ ଗୋଟେ ସଂଘର୍ଷ କରିବାକୁ ପଡେ। ଏବେ ଦେଖନ୍ତୁ ୟୁକ୍ରେନ ରୁଷିଆ ଯୁଦ୍ଧ ହଉଛି, ଷ୍ଟ୍ରଗଲ ଗୋଟେ ଚାଲିଛି। ସେ ଲୋକ ସବୁବେଳେ ଡରରେ ଭୟରେ ଅଛନ୍ତି। କିଏ କାହା କେତେବେଳକୁ ବୋମା ମାଡ କରିଦବ, ମିସାଇଲ ମାଡ କରିଦବ, ଡ୍ରୋନ ଆକ୍ରମଣ କରିବ। ସବୁବେଳେ ଗୋଟେ ସଂଘର୍ଷର ସମସ୍ୟା ଭିତରେ ଆମେ ଗତି କରୁ। କିନ୍ତୁ ଯୋଉଠି ଯୁଦ୍ଧ ହଉନି ସେଇଠି ମଧ୍ୟ ବିପଦ ଥାଏ। ସେ ବିପଦଟା ହଉଛି କଣ ନା ଆମମାନଙ୍କୁ ପାପ ସହିତ ଆମମାନଙ୍କୁ ସଂଘର୍ଷ କରିବାକୁ ପଡେ। ଆମେ ଆଜି ଦେଖିବା, କିଛି ସମୟ ଚିନ୍ତା କରିବା। ଗୀତ ସଂଗୀତ ତାର ଗୀତ 1-19, ଗୀତ ସଂଗୀତ 1-19 ମାନେ ଟୋଟାଲ ପର୍ବଟା ତାକୁ ପଢିବାନି, କିନ୍ତୁ ମାନେ କିଛି ଅଂଶ ସେଥିରୁ ଚିନ୍ତା କରିବା। ପ୍ରଥମ ହଉଛି ଆମମାନଙ୍କର ଯୋଉ ପ୍ରକୃତି ବା ମନୁଷ୍ୟର ଯୋଉ ଦୁର୍ବଳତା, ସାଂସ୍କ୍ରିଟରେ କହନ୍ତି ପ୍ରକୃତି ନୈବ ମୁଚ୍ୟତେ ଯଦି ମୁଚ୍ୟତେ ଶନୈ ଶନୈ। ତା ମାନେ ମଣିଷର ଯୋଉ ପ୍ରକୃତିଟା କେବେ ହେଲେ ଆମକୁ ଛାଡିକି ଯିବନି। we are known by our ପ୍ରକୃତି। ଆମମାନଙ୍କର ଯୋଉ ବ୍ୟକ୍ତିଗତ ଯୋଉ ବ୍ୟକ୍ତିତ୍ୱ, ଧର ଜଣେ ଗୋଟେ ଲୋକ କୃପଣ, ଅନ୍ୟମାନଙ୍କୁ ସେ ଦାନ ଦକ୍ଷିଣା ଦବାରେ ବିଶ୍ୱାସ କରେନି କି ଦିଏ ବି ନାହିଁ। ଜୀବନ ସାରା ଲୋକେ ତାକୁ ମାଇଜର ଡାକିବେ ନହେଲେ କୃପଣ ଡାକିବେ। ସିଏ ଭିନ୍ନ ଭିନ୍ନ ଅବସ୍ଥାକୁ ନେଇକରି ଲୋକମାନେ ଆମକୁ ପରିଚୟ ଆମର ପ୍ରଦାନ କରନ୍ତି। ଯେ ଚୋରି କରୁଛି ତାକୁ ଚୋର ବୋଲି କହିବେ, ଯେ ଦୟା ଦେଖାଉଛି ତାକୁ ଦୟାଳୁ ବୋଲି କହିବେ, ଯେ ପ୍ରାର୍ଥନା କରୁଛି ତାକୁ ପ୍ରାର୍ଥନାଶୀଳ ବ୍ୟକ୍ତି ବୋଲି କହିବେ। ଆମମାନଙ୍କ ପ୍ରକୃତି ଅନୁସାରେ ଆମମାନଙ୍କର ନାମକରଣ ହେଇଥାଏ। ଆଉ ସମସ୍ତେ ଏଇ ଗୋଟିଏ ବାକି ନାହିଁ ଯିଏ କହିବ ମୋ ଜୀବନରେ କିଛି ସଂଘର୍ଷ ନାହିଁ, ଷ୍ଟ୍ରଗଲ ନାହିଁ। ମୀନା ବଣୀ ଗୋଟେ ବଢିଆ ୱାର୍ଡଟା ଦେଲେ, ସଂଘର୍ଷ। ସମସ୍ତଙ୍କ ଜୀବନରେ ଷ୍ଟ୍ରଗଲ ଅଛି। ଆଉ ସେ ଷ୍ଟ୍ରଗଲଟା କଣ ଜାଣିଛନ୍ତି? ପାପ ସହିତ। ପାପ ସହିତ ଆମମାନଙ୍କର ସଂଘର୍ଷ ସଦା ସର୍ବଦା ଚାଲିଥାଏ। ଆଜି ଆମେ ଦେଖିବା 3ଟା ସି, ଇଂରାଜୀରେ ସି। ପ୍ରଥମ ହଉଛି କଣ? ପାପଟାକୁ ଆମେ ଘୋଡେଇ ଦେଇପାରିବା, କେହି ଯେମିତି ଜାଣିବେନି। ଅନେକ ସମୟ ପର୍ଯ୍ୟନ୍ତ ପାପଟାକୁ ଘୋଡେଇ ହୁଏ। ଯୋଶୁଆ ପୁସ୍ତକରେ ଆମେ ଦେଖିଛୁ, ଆଖନ ବୋଲିକା ଜଣେ ଲୋକ, ସେ ତାର ଯୋଉ ଲୁଟ ଦ୍ରବ୍ୟ ସବୁ ଆଣିଥିଲା, ବଢିଆ ଡ୍ରେସ, ସୁନା ରୂପା, ଏଇ ସବୁକୁ କିଛି ଦିନ ପାଇଁ ସେ ଘୋଡେଇ ଦେଲା ମାଟି ତଳେ, କିନ୍ତୁ ସବୁଦିନ ପାଇଁ ଘୋଡେଇ ପାରିଲାନି। ଆମେ ଆମର ପାପଟାକୁ ମଧ୍ୟ ସେମିତି ଅନ୍ଧକାର ଭିତରେ ଘୋଡେଇ ଦେଇ ପାରିବା। ଆଉ ଯିଏ ଯେତିକି ଚତୁର ସେ ସେତିକି ଘୋଡେଇ ପାରିବ। କିନ୍ତୁ ଏ ଘୋଡେଇବା ଦ୍ୱାରା ଆମେ କଣ ପ୍ରକାଶ କରୁ? ଆମେ ବୁଦ୍ଧିମାନ, ଆମମାନେ ଗୁପ୍ତରେ ବହୁତ ବିଷୟ କରିପାରିବା, କେହି କିଛି ଜାଣି ପାରିବେ ନାହିଁ। ଅର୍ଥାତ୍ ଆମ ଭିତରେ ଗୋଟେ ସ୍ପିରିଟ ଆସି କାମ କରେ ଅନ୍ୟମାନଙ୍କୁ ଠକିବା ପାଇଁ। ମୁଁ ଯାହା ଭିତରେ ନୁହେଁ ମୁଁ ସେଇଟାକୁ ଦେଖେଇବି, ଯୋଉଟା ମୋ ଭିତରେ ଅଛି ସେଟାକୁ ଦେଖେଇବିନି। ଏଇଟା ଆମ ସମସ୍ତଙ୍କର ଗୋଟେ ଦୁର୍ବଳତା। ଦ୍ୱିତୀୟ ସି ହଉଛି କନଫେସ୍ କରିବା। ଏଇ 51 ଗୀତ ଯୋଉଟା ଗୀତ ସଂଗୀତା, ତାର ପ୍ରଥମ ଆରମ୍ଭ ହଉଛି ଦାଉଦ ବତ୍ସେବା ଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟତ ବକ୍ତା ଆସିବା ସମୟରେ ରଚିତ। ଦେଖନ୍ତୁ, ସେଇ ସମୟରେ ମଧ୍ୟ ଦାଉଦ ତାଙ୍କ ବିବେକ ତାଙ୍କୁ ଦଂଶନ କରୁଛେ। ଆପଣ ଶୁଣିଥିବେ
आशा बोली गोटे राजा थिले से भविष्य वक्ता जिते सत कथा कहले अरेस्ट करदे जेल रे पकई देले कि विचित्र कथा प्रभु तांको जणाउचंती तमे युद्ध को गले हारिबो ए सब कथा से जिते कही दउचंती राजा विश्वास कौन करिवे तांको अरेस्ट करके जेल रे पकई देते दाऊद गोटे राजा थिला बड़को नाथन आसीचंती दाऊदंकर सब अधिकार थिला नाथन को भी अरेस्ट कर दी थांदे मो गोटे राजा तू कौन एंती मो एगेंस्ट कहया पे आसिलो आई के अछरे ताको नियो जेल रे पका ना 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 नाथन ताको बड़ चतुरतार सहित गोटे कहानी माध्यम रे तांकर दोष दुर्बलता पाप को तांको सम्मुख रे रखिचंती दाऊद रागी जाइचंती बहु लोक से सेमती कला नाथन तापर आस्ते किना कहउचंती आपण सही व्यक्ति प्रभु मते पठेइचंती आपण को कहया पे प्रभुकर कार्य होउची बा पवित्र आत्मांकर कार्य होउची आम जीवन रो दुर्बलता आम जीवन रो गुप्त पाप लुकायित अधर्म से काढ़ी बाहर करती प्रथमे से आमन को से पाप उपरे आमन को दर्शेबे वाक्य द्वारा हो प्रार्थना द्वारा हो भविष्य वाणी द्वारा हो से जणे देबे तो पाखरे पाप अछि मु चाहुनी आमे काहे के पापटा कवर करू कहले एथि पे कवर करू आमे भाबू आमे बहुत इंटेलिजेंट आमे बहुत दक्ष केही जानिबेनी एटा मोर प्लेजर पाइका मु करूची और कोन अन्य मन काहे जानिबा दरकार किछि दरकार नहीं वो तो एमिति करी आसुची के तो जानि पारु नंती चलो सेमती कवर करिवाटा होची गोटे मनुष्य सब चेष्टा करता ता पाप को लुचेइब घोड़ेइब आखन जंती माटी भितरे से सोना रूपा वस्त्र को घोड़े की रखी लुचे की रखी प्रति मनुष्य चाहे आमर पाप को आम लुचे की रखा कारण तार चेहराटा एते कदाकार अग्ली आमनकर मुखा खोली जीव अरे ये विनय भाई एते प्रभु प्रभु हुअंती धर्म धर्म कथा कहते और तांको जीवन रे एमती सब गुप्त पाप थिला मत डर काले मो मुखा खोली जीव लोके जानी पकेबे मोर गुप्त पापर रहस्य कौन कहानी कौन सब पर्दाफाश हो जीव घोड़ी पकेबा आमर तो बुद्धि अच्छी ना ताको केमती सुंदर भाव घोड़ी पकेबा समस्ते आमे पाप सहित संघर्ष करिथाउ प्रिय भाई भौणी माने मोर एठी गोटे कथा मन पड़े मदर टेरेसा कथा से कहते जो दिनटी आज प्रभु हमको देइचंती अर्थात आज जो अगस्ट 9 आम को प्रभु देइचंती सबुदिन से दिन पर धन्यवाद दिंतु से दिनटा आपण प्रथम दिन हो आपण आगु कौन दिन देखी ना से दिनटा आपण जीवन प्रथम दिन हो से दिनटा आपण जीवन शेष दिन हो बोली भावंतु और रात्रि रे प्रभु आपणकर निकास नेबे आपणकर विचार करिवे खोड़ांतु नहीं कौन सी पाप यू विल बी द लूजर आपण ठकी जिबे दुख रे पड़िबे जदि आज रात्रि रे प्रभु विचार करंती आ आपण से पाप को स्वीकार करि नाहंती से पाप पई अनुताप करि नाहंती सबुठु घाटारे आपण ही पड़िबे कारण पाप धर्म संगे आपण दुईटा को समांतर रे नउथिले
ना बढ़िया सुंदर चली मन पकातु शेष दिन से जन को कहे तमे विश्वस्त पितार आनंद रे प्रवेश कर कम आउ जन को कहे से उल्टी ता तरफ ता जीवन रो उत्तम कहानी सब शुणव प्रभु को जमी प्रभु मोटे जानी ना प्रभु मु तुम ना भूत छड़ेली तुम ना सुस्थ कली तुम ना अनेक शक्तिर कार्य कली प्रभु कहे मु तुमको चिन्ही नहीं आई डोंट नो यू मु तुमको मोटे चिन्ही नहीं भाविले मदर टेरेसा का कथा अनुसार जदि आज दिनटा आम जीवन पाई शेष दिन हुए और रात्रि रे प्रभुंकर विचार पाखे आमको छिड़ा हवा को पड़िबो आमे कौन करि परिबा मु चिंता करथिली अन्य विषय कहिबी पाई किंतु पवित्र आत्मा मते जणैले एही विषय कहिया एथरे मते भी कहउचंती आपण मन को कहउचंती जो माने सुनिबे सेमान को कहउचंती पाप को घोड़ाओ नहीं तुम परी लक्ष लक्ष लोक पाप संगे प्रति दिन प्रति समय प्रति मिनिट रे प्रति सेकंड रे संघर्ष करूछंती एवरीवन इज स्ट्रगलिंग इन देयर लाइफ पाप को कवर करंतु नहीं पढ़िबा गोटे विषय रो एडा आपण माने पाइबे प्रथम जौन हाँ आपण माने सेटा पाइबे प्रथम जौन एक पर्वर 5 पदरु एक पर्वर 5 पदरु आम्हे माने ताहाको तार कैप्शनटा होची ज्योतिर आचरण कर हां पढ 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 आम्हे माने ताहाको ठारू जे संवाद सुनी अछु और तुम्हे मानकु जणाउ अछु ताहा एही ईश्वर ज्योति स्वरूप आउ ताहाको ठारे अंधकारर लेस नाही ताहाको सहित आम मानकर सहभागिता अछि एहा कहि जदि आम्हे माने अंधकार रे आचरण करू ताहाले आम्हे माने मिथ्यावादी आ सत्य आचरण करू न थाउ किंतु से जेपरि ज्योतिर्निवासी टिके अटके को चाहिए जदि आम्भे माने अंधकार रे आचरण करू आउ गोटे डेजिग्नेशन मो जस्ट टिके आगु कहूली आमन को प्रवृत्ति ऊपर हमर नामकरण होता है लोक माने आमन को से अनुसार डाकंती चोरी करूची चोरटा जेमिति सेमिति पाप जे करे तार आउ गोटे डेजिग्नेशन होछि कोन से मिथ्यावादी कौनसी मिथ्यावादी लोक स्वर्ग को जाई पारिबे नहीं आमे प्रकाशित वाक्य रे देखिछु हां तापर पढ मिना सातरो किंतु से जेपरि ज्योतिर्निवासी आमे माने जदि सेही परि ज्योति रे आचरण करू तेबे आम्ह मानकर परस्पर सहभागिता अछि पुणी ताहाको पुत्र जीशुको रक्त समस्त पापर आम्ह मानको परिष्कार करे आम्ह मानकर पाप नाही एहा जदि कहू ताहाले आपणा आपणा को प्रवंचना करू पुणी आम्ह मानक ठारे सत्य नाही जदि आम्हे माने जदि आम्हे माने आपणा आपणा पाप स्वीकार करू तेबे से आम मानकर पाप क्षमा करने और समस्त अधर्मर आम मानक परिष्कार करने को विश्वस्त और न्यायवान अटंती आम्हे माने पाप करी नाहु एहा जदि कहू ताहाले आम्हे माने ताहाको मिथ्यावादी करू पुणी ताहाको वाक्य आम मानक ठारे नाही। हे मोहर वत्सगण तुम्हें माने जेपरी पाप न कर एथि निमंते मु एही सबु तुम मानक निकट को लिखुअछि किंतु जदि केही
କେହି ଯଦି ପାପ କରେ ତାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ। ଆଉ ସେ ଆମ୍ଭମାନଙ୍କର ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ ଆମ୍ଭେମାନେ ତାହାଙ୍କୁ ଜାଣୁ। ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ। କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଙ୍କଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଏତଦ୍ୱାରା ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହାଙ୍କଠାରେ ଅଛୁ। ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ବାଧ୍ୟ କର୍ତ୍ତବ୍ୟ। ବାସ୍, ଆମମାନେ ସମସ୍ତେ ପାପ ସହିତ ସଂଘର୍ଷ କରୁ ବା ଷ୍ଟ୍ରଗଲ କରୁ। ଦେଖନ୍ତୁ କେତେ ମୂଲ୍ୟବାନ ବାକ୍ୟ ପ୍ରଭୁ ଆଜି ସକାଳୁ ଆମମାନଙ୍କୁ ଦେଲେ। ମୁଁ ଏଇଟା ଚିନ୍ତା କରିନଥିଲି, କିନ୍ତୁ ହଠାତ୍ ପ୍ରଭୁଙ୍କ ଆଡୁ ପାଇଲି। ଆମମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ଆଉ ଗୋଟେ ଆମେ ଏଠି ବଡ ବିଷୟ ଦେଖୁଛୁ, ଆମମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହଉ ଯେ ଆମ୍ଭେମାନେ ତାହାଙ୍କୁ ଜାଣୁ। ପାଳନ କଲେ ଆମ୍ଭେମାନେ ତାହାଙ୍କୁ ଜାଣୁ ବୋଲିକା ଆମମାନେ ଗୋଟେ କନଭିକ୍ସନ ଆସେ ବା ଆମେ ଜାଣୁ। ଶେଷ ଦିନରେ ପ୍ରଭୁ କଣ କହୁଛନ୍ତି? ଆଇ ଡୋଣ୍ଟ ନୋ ୟୁ, ମୁଁ ତୁମମାନଙ୍କୁ ଜାଣେ ନାହିଁ। ତେବେ ଜାଣିବାଟା ହଉଛି ଗୋଟେ ରିଲେଟିଭ ଟର୍ମ। ପ୍ରଭୁ ଆମମାନଙ୍କୁ ଜାଣିବେ, ଆମେ ପ୍ରଭୁଙ୍କୁ ଜାଣିବା। କେତେବେଳେ ଆମେ ପ୍ରଭୁଙ୍କୁ ଜାଣିଛୁ ବୋଲିକା ଆମମାନଙ୍କ ଭିତରେ କନଭିକ୍ସନ ଆସିବ? ଯେତେବେଳେ ଆମେ ତାଙ୍କ ଆଜ୍ଞା ପାଳନ କରୁ। ଆଜ୍ଞାଟା କଣ ନା 5ରେ ଲେଖା ହେଇଛି, କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ବୀରେନ୍ଦ୍ର ଭାଇ ଗୋଟେ ଆଶିଷ ଧାରା ଆରମ୍ଭ କରିଛନ୍ତି, ମତେ ସୋମବାରକୁ ସୋମବାର ଦେଇଛନ୍ତି କହିବା ପାଇଁ। ମୁଁ ଏବେ କଲସିରୁ ବାଇବେଲ ଷ୍ଟଡି କରୁଛି। ସେଠି ଆମେ ଦେଖୁଥିଲୁ ପ୍ରେମ ହଉଛି ସିଦ୍ଧ ଅବସ୍ଥାର ଏକ ବନ୍ଧନ ସ୍ୱରୂପ। ମାନେ ସବୁ ଭର୍ଚ୍ୟୁ ଅଛି, କିନ୍ତୁ ସବୁଠୁ ବଡ ଭର୍ଚ୍ୟୁ ହେଲା ପ୍ରେମ। ଆଉ ସେଟା ହଉଛି ସିଦ୍ଧ ଅବସ୍ଥାର ଲକ୍ଷଣ। ବନ୍ଧନ କହିଲେ ଲକ୍ଷଣ ହବ। ଏତେ ଦ୍ୱାରା ଆମ୍ଭେ ଜାଣୁ, 5:2 ଆମ୍ଭେ ମାନେ ତାହାଙ୍କ ଠାରେ ଅଛୁ। ପ୍ରିୟ ଭାଇ ଭଉଣୀ ମାନେ, ଅନେକ ସମୟରେ ଏଇ ରିଆଲାଇଜେସନ ଟା ପଳେଇଥାଏ। ଗତାନୁଗତିକ ଭାବରେ ପ୍ରତିଦିନ ଗୋଟେ ଗଟାଳିକା ପ୍ରବାହରେ ଆମେ ଭାସିକିରି ସେଇ ବାଇବଲ ପଢିବା, ସେଇ ପ୍ରାର୍ଥନା କରିବା, ସେଇ ଆମେନ କରିବା କରିଥାଉ, କିନ୍ତୁ ପ୍ରଭୁଙ୍କ ସହଭାଗିତାରେ ଅଛୁ ନା ନାହିଁ ସେ କନଭିକ୍ସନ ଆସେ ନାହିଁ। ବାକ୍ୟ କହୁଛି କେତେବେଳକୁ ଆସିବ? ଯେତେବେଳେ ଆମେ ତାଙ୍କ ଆଜ୍ଞା ପାଳନ କରିବା। ସେ ଯେପରି ଜ୍ୟୋତିର୍ନିବାସୀ, ଆମେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମମାନଙ୍କର ପରସ୍ପର ସହଭାଗିତା ଅଛି। ଦେଖନ୍ତୁ, ଈଶ୍ୱରଙ୍କ ସହିତ ସହଭାଗିତା, ପୁଣି ପରସ୍ପର ସହଭାଗିତା ବିଷୟରେ ଏଠାରେ ଉଲ୍ଲେଖ କରାହଉଛି। ଆମେମାନେ ତାହାଙ୍କୁ ଜ୍ଞାତ ହବୁ, ଜାଣିବୁ, ଆଉ ଆମ୍ଭମାନଙ୍କ ମଧ୍ୟରେ ସହଭାଗିତା ଗଢି ଉଠିବ। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମମାନଙ୍କୁ ପରିଷ୍କାର କରେ। ଯେତେଥର ଆକୁ ଆମମାନେ ଉଚ୍ଚାରଣ କରିବା ଏବଂ ଆମମାନେ ତାକୁ ଡିକ୍ଲେୟାର କରିବା, ଆମମାନଙ୍କର ଜୀବନରେ ଯୋଉ ପାପ ସବୁ ଲୁଚିକିରି ଅଛି, ପ୍ରଭୁଙ୍କର ଆତ୍ମା ଆମ ସହିତ କଥାବାର୍ତ୍ତା କରିବେ, ସେ ପାପକୁ ଛାଡିବା ପାଇଁ ବଳ ଦେବେ। କାରଣ ଲେଖା ହେଇଛି ଗାଲାତି 5:16, ୱାକ୍ ବାଇ ଦ ସ୍ପିରିଟ and you shall not fulfill the desires of the flesh। ଆଗେ ଲେଖା ହେଇନି ଫ୍ଲେଶର ସମସ୍ତ ମନ୍ଦ କାର୍ଯ୍ୟରୁ ନିଜକୁ ପୃଥକ ରଖ, ତେବେ ଯାଇକି ତୁମେ ପବିତ୍ର ଆତ୍ମାରେ ଚାଲିବ, ସେଟା ଲେଖା ହେଇନି। ୱାକ୍ ବାଇ ଦ ସ୍ପିରିଟ। ପାପରୁ ରକ୍ଷା ପାଇବା ପାଇଁ ହେଲେ
ଆମକୁ ଚିତା ଚୈତନ କାଟିକିରି ନଡିଆ କଦଳୀ ଭାଙ୍ଗିକିରି ଆଉ ସକାଳୁ ଗାଧେଇକିରି ଧଳା ପୋଷାକ ପିନ୍ଧିକିରି ନାଇଁ, ସେମିତି ପ୍ରଭୁ ଆସିବେନି। ଆମ ଦୁର୍ବଳତାକୁ ସେ ଜାଣିଛନ୍ତି। ଦାଉଦଙ୍କ ଦୁର୍ବଳତାକୁ ପ୍ରଭୁ ଜାଣିଥିଲେ। ଖାଲି ନାଥନ କହିଲେ ବୋଲି ଜାଣିଲେ ସେ ନାଇଁ, ଦାଉଦ ଭାବେ ଲୁଚି ଗଲା, ଆଉ ଦରକାର ନାହିଁ କିଛି, ମତେ ଚିନ୍ତା ଦରକାର ନାହିଁ। କିନ୍ତୁ ଦେଖନ୍ତୁ ସେ 51ରେ କଣ କହୁଛନ୍ତି, ମୋର ପରିତ୍ରାଣ ଆନନ୍ଦ ମତେ ଫେରେଇ ଦିଅ। ଆଉ ସେ ଆନନ୍ଦ ପାଉନାହାନ୍ତି, ସେ ସହଭାଗିତା କାହାକୁ ମିଳୁନାହିଁ। ଆଗରେ ପ୍ରଭୁଙ୍କୁ ଉପାସନା କଲା ବେଳକୁ, ପ୍ରଭୁଙ୍କର ସହିତ ରହିଲା ବେଳକୁ ସେ ଯୋଉ ଆନନ୍ଦରେ ସେ ଗଦଗଦ ହେଇଯାଉଥିଲେ। ମୁଁ ଗୋଟିଏ ବିଷୟ ମାଗିଛି, ପ୍ରଭୁଙ୍କ ମନ୍ଦିରରେ ରହିବି, ଯାବଜୀବନ ତାହାଙ୍କର ସୌନ୍ଦର୍ଯ୍ୟକୁ ଦେଖିବି। ସେ ସବୁ ଭ୍ୟାନିସ୍। ତାଙ୍କର ଜୀବନରେ କଣ ହେଇଛି, ସେ ଅନ୍ଧକାରରେ ଆଚରଣ କରିଛନ୍ତି, ଜ୍ୟୋତିରେ ଆଚରଣ କରିନାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କ ଜୀବନରେ ଅନେକ ସମୟରେ ଏ ଘଟଣା ଘଟେ। ଯେତେବେଳେ ଆମେ ଏଇ ଯୋଉ ପଦଟା ଅଛି, ପ୍ରଥମ ଯୌନ 1:9, ତେବେ ସେ ଯଦି ଆମେ ମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ, ସବୁ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ନ୍ୟାୟବାନ ଅଟନ୍ତି। ଜୀବନ ସାରା ଆମମାନଙ୍କ ଷ୍ଟ୍ରଗଲ ଚାଲିବ। ପାପମୟ ଜୀବନ ଆମକୁ କେବେ ଛାଡ଼ିବ ନାହିଁ, କାରଣ ସେ ଡିଫିଟେଡ। ଯଦିଓ ଡିଫିଟେଡ, ସେ ଗର୍ଜନକାରୀ ସିଂହ ତୁଲ୍ୟ ଆମମାନଙ୍କୁ ଗ୍ରାସିବ ବା ନାସିବା ପାଇଁ ଚେଷ୍ଟା କରୁଛି। କାରଣ ଆମଙ୍କର କାମ ହଉଛି କଣ, ଆମର ପ୍ରତିଦିନ ପାପକୁ ସ୍ୱୀକାର କରିବା। କେତେ ସୁନ୍ଦର କଥାଟି ଆପଣ ଦେଖନ୍ତୁ, ଆଇବ ପୁସ୍ତକରେ ଦେଖିବେ, ବାପା ପିଲାମାନଙ୍କ ପାଇଁକା ସେତେବେଳେ ଯୋଉ ସିଷ୍ଟମ ଥିଲା ତାଙ୍କର, ସେତେବେଳେ ତ ଯୀଶୁ ମରିନଥିଲେ, କ୍ରୁଶରେ ପ୍ରାଣ ଦେଇ ନଥିଲେ, କି ବିଶ୍ୱାସର ଜୀବନ ଏସବୁ ନଥିଲା। ତାଙ୍କର ଥିଲା ବଳିଦାନ। ପିଲାମାନେ କାଳେ ପାପ କରିଥିବେ, ସେଥିପାଇଁ ସେ ପିଲାମାନଙ୍କ ପାଇଁ ସେ ବଳିଦାନ କରୁଥିଲେ, ପ୍ରଭୁଙ୍କ ପାଖରେ ଗୁହାରି କରୁଥିଲେ, ପ୍ରଭୁ ମୋ ପିଲାଟି ଯଦି ଆଜି ପାପ କରିଛି ତାକୁ କ୍ଷମା କର ପ୍ରଭୁ। ଆଜି ଆମମାନଙ୍କ ପାଖରେ ସେଇ ବିଷୟ ପ୍ରଭୁ ଦଉଛନ୍ତି ସକାଳୁ। ଯଦି ଆମେ ମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ, ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବା ପାଇଁ ଦିଟା ବିଷୟ ପାରାଲାଲ ଯାଏ। ଗୋଟେ ହଉଛି ଆମର ଅଧର୍ମ କ୍ଷମା ହବ, ଆଉ ପାପ କ୍ଷମା ହବ, ଆଉ ଅଧର୍ମର ଆମମାନଙ୍କୁ ପରିଷ୍କାର କରାହବ। ସେ ବିଶ୍ୱସ୍ତ, ସେ କାର୍ଯ୍ୟ ସେ କରୁଛନ୍ତି, କରି ଆସୁଛନ୍ତି, ଯେପର୍ଯ୍ୟନ୍ତ ସେ ଦ୍ୱାର ବନ୍ଦ ହେଇନି, ଅନୁଗ୍ରହର ଦ୍ୱାର ବନ୍ଦ ହେଇନି, ସେ ପର୍ଯ୍ୟନ୍ତ ପ୍ରିୟ ଭାଇ ଭଉଣୀ ମାନେ, ଏଟା ଆମମାନଙ୍କ ପାଇଁ ସୁଯୋଗ। କେତେ ବଡ ସୁଯୋଗ ପ୍ରଭୁ ଦେଇଛନ୍ତି। ସେ ଆମମାନଙ୍କ ଦୁର୍ବଳତାରେ ସହଭାଗୀ ହେବାକୁ ସମର୍ଥ। ବାକ୍ୟ କହୁଛି ସେ ଅସମର୍ଥ ନୁହନ୍ତି, କାରଣ ସେ ନିଜେ ଜଗତରେ ଥିଲେ। ସେଥିପାଇଁ ସେ ରକ୍ଷାର ବାଟ ପ୍ରସ୍ତୁତ କରିଛନ୍ତି ଯେ ଆମେ ପାପ ସ୍ୱୀକାର କରିବା, ଅନୁତାପ କରିବା, କ୍ଷମା ମାଗିବା, ପ୍ରଭୁଙ୍କୁ କହିବା, ପ୍ରଭୁ ସବୁ ଅଧର୍ମରୁ ଆମମାନଙ୍କୁ ତମେ ପରିଷ୍କାର କରିବ। ଆଉ ସେଥିରେ କଣ ହବ, 6 ପଦରେ ବଢିଆ ହେଇଛି, ଏକ ତାହାଙ୍କ ସହିତ ଆମମାନଙ୍କର ସହଭାଗିତା ଅଛି। ଏହା କହି ଯଦି ଆମେ ମାନେ ଅନ୍ଧକାରରେ ଆଚରଣ କରୁ, ଆଚରଣ କରିବାର ଭାରଟା ହଉଛି ଆମର। ତା ପାଇଁ ପ୍ରଭୁ ଦାୟୀ ନୁହନ୍ତି, କାରଣ ସେ ଆମମାନଙ୍କୁ ସେଲ୍ଫ ୱିଲ୍ ଦେଇଛନ୍ତି, ଫ୍ରି ୱିଲ୍। ସକାଳୁ ଉଠିକିରି ଛାଟ ଧରିକି ବେତ ଧରି କହନ୍ତିନି, ଯା ଟଏଲେଟରୁ ଯା, ଅଲଗା ଯାଇ ଗାଧା, ଯାକି ଦାନ୍ତ ଘଷ, ଏଇ ଜଳଖିଆ ହେଇଗଲାଣି ଖା, ବାଇବେଲ ବସିକି ପଢ। ନା, ସେମିତି ଛାଟ ଧରିକି ସେ କହନ୍ତିନି। ତାଙ୍କର କାମ ହଉଛି ଅତି ମୃଦୁ ସ୍ୱରରେ ସେ କବାଟରେ ଠକ୍ ଠକ୍ କରନ୍ତି, ଜବରଦସ୍ତ କାହା ଭିତରକୁ ପଶି ଯାଆନ୍ତିନି, କାହାର ଘର ଭିତରକୁ ନ ଡାକିଲେ ସେ ପଶିବେନି। ସେ ଅତି ନମ୍ର, ମୃଦୁ, କୋମଳ ସ୍ୱଭାବର। ଯେତେବେଳେ ଆମେ ତାଙ୍କୁ ଡାକୁ ତାଙ୍କର ସହଭାଗିତା ପାଇଁ, ମନେ ରଖିବା ଉଚିତ, ଯଦି ସେ ପାପ ଗୁଡିକ ଆମେ ସ୍ୱୀକାର କରିନୁ, ଯଦି ଆମେ କ୍ଷମା ପାଇନୁ, ତେବେ ଆମମାନଙ୍କ ସହିତ ଈଶ୍ୱରଙ୍କର ସହଭାଗିତା ନାହିଁ। ଆମମାନେ ମିଥ୍ୟାବାଦୀ। ଗୋଟେ ଲୋକ ପ୍ରଭୁର ଜୀବନ କାଟିକି ବି ମିଥ୍ୟାବାଦୀର
ଆଖ୍ୟା ପାଇପାରିବ ଏଇ ବାକ୍ୟରୁ କୁହାଯାଉଛି। କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମେ ମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ଅର୍ଥାତ୍ ଗାଲାତି 5:16 ଆମେ ମିଶେଇବା ସାଙ୍ଗରେ, ୱାକ୍ ବାଇ ଦ ସ୍ପିରିଟ, ଆତ୍ମାଙ୍କ ଦ୍ୱାରା ଆଚରଣ କର ବା ଚାଲ, and you shall not fulfill the desire of the flesh। ପ୍ରଭୁଙ୍କର ଆତ୍ମା ସହିତ ଚାଲିବା ପାଇଁ ଯେତେବେଳେ ଆମେ ତାଙ୍କୁ ଅନୁରୋଧ କରୁ, ସେ ଅମଙ୍ଗ ହୁଅନ୍ତିନି। ଆମ ପାଇଁକା ଡବଲ ଧମାକା, ଯେ ଦଶହରା ଆସିଲେ ସବୁ ବାହାରେନି, ଡବଲ ଧମାକା, ବାଇ ୱାନ୍ ଗେଟ୍ ୱାନ୍ ଫ୍ରି। ସେମିତି ପବିତ୍ର ଆତ୍ମା ଯେତେବେଳେ ଆମ ସାଙ୍ଗରେ ଆସନ୍ତି, ଆମକୁ ଫାଇଟ୍ କରିବାକୁ ପଡେନି, ସଂଘର୍ଷ କରିବାକୁ ପଡେନି, ଆମମାନଙ୍କ ତାହା ଉପରେ ଜୟଲାଭ କରିବାକୁ ସୁନ୍ଦର ଭାବରେ ପ୍ରଭୁ ଶକ୍ତି ପ୍ରଦାନ କରନ୍ତି। ଆଉ ଥରେ ସେ ଗାଲାତି 5:16 କହୁଛି, ୱାକ୍ ବାଇ ଦ ସ୍ପିରିଟ and you shall not fulfill the desire of flesh। ବର୍ତ୍ତମାନ ଆମେ ତାର ଦ୍ୱିତୀୟ ଭାଗକୁ ଯିବା। ଏଟା ଆମେ କଭରଟା ଶୁଣୁଥିଲୁ। ଅବିକା ହଉଛି କନଫେସ୍, admit and judge them, agree with God about your sin। ଯାହା ଆପଣ କରୁଛନ୍ତି ସେଟା ମିଷ୍ଟେକ୍ ନୁହେଁ, ଭୁଲ ନୁହେଁ, ଆଡମିଟ୍ କରନ୍ତୁ, ମାନନ୍ତୁ, ସ୍ୱୀକାର କରନ୍ତୁ, କିଛି ଅସୁବିଧା ନାହିଁ। ଅନୁଗ୍ରହର ସମୟ ଅଛି ନା, ନହେଲେ ଆମମାନେ ସବୁ ଲୁଜର ହେଇଯିବା। ପାଉଲ କହୁଛନ୍ତି, ମୁଁ ଅନ୍ୟମାନଙ୍କୁ ପ୍ରଚାର କରିକି ନିଜେ ଯଦି ମୁଁ ସ୍ୱର୍ଗ ରାଜ୍ୟରୁ ବଞ୍ଚିତ ହେଇଯିବି, ସେ ଭୟ ବି ତାଙ୍କର ଆସୁଥିଲା। ଆଜି ଆମ ପାଖରେ ସେଇ ଭୟ ବି ଅଛି। କାଳେ ଯଦି ଆମମାନଙ୍କର ଗୁପ୍ତ ପାପ, ସ୍ୱୀକାର ନ ହେଇଥିବା ପାପ ଯୋଗୁ ଆମମାନେ ଯଦି ବଞ୍ଚିତ ହେଇଯିବା, ସେ ଯଦି କହିଦେବେ ଆଇ ଡୋଣ୍ଟ ନୋ ୟୁ, ତୁମେ କିଏ ମୁଁ ଜାଣେ ନାହିଁ, ଯେ ପର୍ଯ୍ୟନ୍ତ ସେ ଦ୍ୱାର ବନ୍ଦ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମମାନଙ୍କ ପାଇଁ ସୁଯୋଗ ହିଁ ସୁଯୋଗ, ସୁଯୋଗ ହିଁ ସୁଯୋଗ। ଆମମାନଙ୍କର ପାପକୁ ସ୍ୱୀକାର କରୁ। ପାଇଁ ଆମମାନଙ୍କୁ ବେଶୀ କିଛି କଷ୍ଟ କରିବାକୁ ପଡିବନି, ପଇସା ଖର୍ଚ୍ଚ ନାହିଁ। ଆମମାନଙ୍କର ଯୋଉ ପ୍ଲେଜର ଦଉଛି, ଯୋଉ ପାପ, ଗୁପ୍ତ ପାପ ଯାଉ ଆନନ୍ଦ ଦଉଛି, ତାକୁ ସ୍ୱୀକାର କରିବା ପାଇଁ କୌଣସି ପଇସାର ଆବଶ୍ୟକତା ନାହିଁ, କୌଣସି କଷ୍ଟ କରିବାର ଆବଶ୍ୟକତା ନାହିଁ। ପବିତ୍ର ଆତ୍ମା କହିବା, ପବିତ୍ର ଆତ୍ମା ମୋ ସହିତ ସହଭାଗିତାରେ ମୁଁ ତମ ସହିତ ବଞ୍ଚିବାକୁ ଚାହୁଁଛି। When we walk by the spirit, we shall not fulfill the desire of the flesh। ମନେ ରଖନ୍ତୁ, ଆମ ପାଇଁକା ସଂଘର୍ଷ ପାଇଁକା ପ୍ରଭୁ କେତେ ସୁନ୍ଦର ଉପାୟ କରିଦେଇଛନ୍ତି, ରକ୍ଷାର ବାଟ ପ୍ରସ୍ତୁତ କରିଦେଇଛନ୍ତି। ଯେମିତି ଆମମାନେ ଗୋଟେ ସୂଚି ଅନ୍ତଃକରଣ ପ୍ରତିଦିନ ପାଇବା, ତାଙ୍କ ସହଭାଗିତାରେ ବସବାସ କରିବା ପାଇଁ ସେତିକି ନାହିଁ, ଅନ୍ୟମାନଙ୍କ ସହିତ ମଧ୍ୟ ସହଭାଗିତା ମାନେ ସ୍ଥାପନ କରିପାରିବା, ନହେଲେ ତାହା ବି ହବ ନାହିଁ। ବହୁତ ବଢିଆ, ବହୁତ ବଢିଆ ପବିତ୍ର ଆତ୍ମା, ତୁମେ ଆଜି ସକାଳୁ ଆମମାନଙ୍କୁ କଥା କହୁଛ। This involves the heart and the will। ଆମମାନଙ୍କ ହୃଦୟର ପୁଣି ଇଚ୍ଛା ଶକ୍ତି ଉପରେ ଏ ବିଷୟ କଥା ହଉଛି। Some people have died because they repeatedly, willfully, proudly, arrogantly defied the will of God। ଆଜି ଅନେକ ଲୋକ ସେ ନରକକୁ ଯାଇଛନ୍ତି ଯୋଉମାନେ ତାଙ୍କର ଭୁଲ, ତାଙ୍କର ସେମାନେ ପାପ ବୋଲି କେବେ ଭାବି ନାହାନ୍ତି। They were arrogant। ସବୁର ଓଡିଆ ମତେ ପାଇବା ଭାରି କଷ୍ଟ। ସେମାନେ arrogantly, proudly, willfully ସେ ପାପ କରି ଚାଲିଥିଲେ। ସେଥିପାଇଁ ସେମାନେ ଆଜି ସ୍ୱର୍ଗରାଜ୍ୟ ଯିବା ପରିବର୍ତ୍ତେ ସେମାନେ ଆଜି ନରକକୁ ଅନରକଗାମୀ ହେଇଛନ୍ତି। Admit you are a sinner। ମାନନ୍ତୁ ଆପଣ ପାପୀ। Say what is wrong and then come to him and name it। ପ୍ରଭୁ ପାଖରେ କହନ୍ତୁ, ମୁଁ ପାପୀ ପ୍ରଭୁ, ମୁଁ ଆଜି ଏଇ ଭୁଲ କରିଛି, ମୋ ଅନ୍ତର ମଧ୍ୟରେ ଏଇ ଅଧର୍ମକୁ ମୁଁ ଆଦର କରିଛି,
ଆଦର କରିଛି, ସାଉଁଳେଇ 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 ତାକୁ ନେଇକିରି ସୋଫା ଉପରେ ବସେଇଛି, କବାଟ ଖୋଲିକି ତାକୁ ଡାକିକିରି ସୋଫା ଉପରେ ବସେଇଛି। ଆଡମିଟ କରନ୍ତୁ, ଦାଉଦଙ୍କ ଜୀବନରୁ ସୁନ୍ଦର ବାକ୍ୟ 51 ଗୀତ ସେଇ ସମୟରେ ସେ ଲେଖୁଛନ୍ତି। ସେତେବେଳେ ସେ ଏଇ କଥା ଲେଖୁଛନ୍ତି, ଆଡମିଟ କରନ୍ତୁ। ସେ ପ୍ରଭୁଙ୍କ ପାଖରେ ଆଡମିଟ କଲେ, ମାନିଲେ ପ୍ରଭୁ ଭୁଲ ହେଇଛି, ମତେ କ୍ଷମା କର। ଆଉ ପ୍ରଭୁ କ୍ଷମା କଲେ। ଖାଲି କ୍ଷମା କଲେ ନାହିଁ, ଶେଷ ଜୀବନରେ ଯେମିତି ପ୍ରେରିତ 13 ପର୍ବ 22 ପଦରେ ଲେଖା ହେଇଛି, ତାଙ୍କୁ ସେ ଆଖ୍ୟା ଦେଲେ, ମିଥ୍ୟାବାଦୀ କହିଲେନି, ପାପୀ କହିଲେନି, ଧର୍ଷଣକାରୀ କହିଲେନି, ନରଘାତକ କହିଲେନି, କହିଲେ ସେ ମୋର ମନର ମନୋନୀତ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ପାଖରେ କେତେ ସୁନ୍ଦର ବାକ୍ୟ ଅଛି, କେତେ ୱାର୍ଡସ୍ ଅଛି ଆମକୁ କହିବା ପାଇଁ। ଆମେ କଣ ସେଥିରେ ଭାଗିଦାର ହେଇପାରିବାନି? ମୋର ପିତାଙ୍କର ସନ୍ତୋଷ ପାତ୍ର ମାନେ ତୁମାନଙ୍କ ପାଇଁକା ଯୋଉ ଅଦ୍ୟାବଧି ରଖା ହେଇଛି, ଆସ ସେଥିରେ ଉତ୍ତରାଧିକାରୀ ହୁଅ। ଏସବୁ କଣ ଶୁଣିବା ପାଇଁ ଆମମାନଙ୍କର ଅଧିକାର ନାହିଁ? ନା ଆମର ସେଇ ପାପକୁ କରି ଚାଲିଥିବୁ, ଘୋଡେଇ ଚାଲିଥିବୁ, ଲୁକାୟିତ ଭାବରେ ଆନନ୍ଦ ପାଉଥିବୁ, ଶେଷକୁ ସେଇଥିରୁ ବଞ୍ଚିତ ହେଇଯିବା? ନାଇଁ ପ୍ରିୟ ଭାଇ ଭଉଣୀ ମାନେ, ସୁଯୋଗ ଅଛି ବୋଲି ସେ ଭୁଲ କରନ୍ତୁନି। ଆସନ୍ତୁ କ୍ଷମା ମାଗିବା। ପ୍ରଭୁଙ୍କ ପାଖରେ ଦୟା ଅଛି, ପ୍ରଚୁର କ୍ଷମା ଅଛି, ସେ କ୍ଷମା କରିବ। ଆମେ ପୁଣି ସେ ପରିତ୍ରାଣ ଆନନ୍ଦ ପାଇପାରିବା। Confess your sin only in the circle of those influenced by it. ଯୋଉମାନେ ସହଭାଗିତାକୁ ଭଲ ପାଆନ୍ତି, ଆମେ ସେମାନଙ୍କ ସାଙ୍ଗରେ ଆଜି ବସିଛୁ। ଯଦି ଗୋଟିଏ ମାଇଣ୍ଡ ନହେଲେ 2 ଜଣ ଏକାଠି ଚାଲି ପାରନ୍ତିନି, ବାକ୍ୟରେ ଲେଖାଯାଏ। ଆଜି ଆମେ ଯେତେ ଜଣ ବସିଛୁ, ସମସ୍ତଙ୍କର ଚିନ୍ତାଧାରା ଗୋଟିଏ ଟାଇପର। ଆମେ ଚାହୁଁଛୁ ଶେଷରେ ସେ ପ୍ରଭୁଙ୍କ ପାଖରେ ଗୃହୀତ ହବା, ପ୍ରଭୁଙ୍କ ପାଖରେ ସେ ଭଲ କଥା ଟିକେ ଶୁଣିବା। ପ୍ରିୟ ମାନେ, ବିଶ୍ୱସ୍ତ ମାନେ, ଆସ ଈଶ୍ୱରଙ୍କ ଆନନ୍ଦର ସହଭାଗୀ ହୁଅ। ତା ପାଇଁ ପ୍ରସ୍ତୁତ କରିବା ନା। ପ୍ରଭୁ ଯଦି ଦେଖାଉଛନ୍ତି, କାନ୍ଦିକି ସ୍ୱୀକାର କରିବା, ଛାଡିବା, କ୍ଷମା ମାଗିବା। ସେ ପ୍ରଭୁ ବିଶ୍ୱସ୍ତ ଲେଖା ହେଲା 1 ଜନ 1:9। ସେ ପ୍ରଭୁ ବିଶ୍ୱସ୍ତ, ସମସ୍ତ ପାପ କ୍ଷମା କରିବେ, ସବୁ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବେ। ପ୍ରଭୁ ଆମମାନଙ୍କର ବିଶ୍ୱାସର ପରିମାଣକୁ let God increase the capacity of our faith. ଯେମିତି ପ୍ରଭୁଙ୍କୁ ଆହୁରି ନିକଟବର୍ତ୍ତୀ ହବା, ପ୍ରଭୁଙ୍କୁ ଆହୁରି ଚିହ୍ନିବା, ତାଙ୍କର ସହଭାଗିତାରେ ବାସ କରିବା ଏବଂ ତାଙ୍କ ସହଭାଗିତା ଅର୍ଥାତ ତାଙ୍କର ଧାର୍ମିକ ପରିବେଶରେ ବା ସେଇ ଚିନ୍ତାଧାରାରେ ଯୋଉମାନେ ତାଙ୍କ ମଧ୍ୟ ସହିତ ସହଭାଗିତାରେ ସମୟ କଟେଇବା। Don't become an exhibitionist with the public. Confession brings release, freedom, forgiveness and a new beginning. ଯେତେବେଳେ ଆମେ କନଫେସ୍ କରୁ, ଯେତେବେଳେ ଆମେ ପାପ ସ୍ୱୀକାର କରୁ, ଆମ ଜୀବନ ଗୋଟେ ନ୍ୟୁ ବିଗିନିଂ ଆରମ୍ଭ ହୁଏ। ନୂଆ ଅଧ୍ୟାୟ ପ୍ରଭୁ ସୃଷ୍ଟି କରନ୍ତୁ। ତୃତୀୟ ସମୟ ହେଇସାରୁଛି। କଙ୍କର ଦେମ୍। ପ୍ରଥମେ ହେଲା ଆମେ କଭର କରିଥିଲୁ, ତାପରେ କନଫେସ୍ କରିବା। ବର୍ତ୍ତମାନ ହଉଛି ତା ଉପରେ ବିଜୟ ଲାଭ କରିବା। ଥରେ କ୍ଷମା ହେଇଗଲା, ପୁଣି କଣ ଆଉଥରେ ସେ ପାପକୁ ଯିବା, ଆଉଥରେ ସେ ପାପ କରିବା? Jesus is in heaven today as our advocate, as a lawyer before the Father. Abide in him. ତାହାଙ୍କ ସହିତ ବାସ କରିବା। Walk by the Spirit and you shall not fulfill the desire of the flesh. ତାଙ୍କ ସହିତ ଗମନାଗମନ କରିବା। ହନକ ଯେମିତି ଗମନାଗମନ କରିଥିଲେ, ଅବ୍ରାହମ ଯେମିତି ଗମନାଗମନ କରିଥିଲେ, ମୋସା ଯେମିତି ଗମନାଗମନ କରିଥିଲେ, ଏଲିଓ ଯେମିତି ଗମନାଗମନ କରିଥିଲେ। ଆଜି ଆସୁ ସବୁବେଳେ କହିବା, ଆମେ ଈଶ୍ୱରଙ୍କର ଲୋକ। ମୋ ସାଙ୍ଗରେ କୁହନ୍ତୁ, ଆମେ ଈଶ୍ୱରଙ୍କର ଲୋକ। ଆମେ ଆଉ ଅନ୍ଧକାର ଲୋକ ନୋହୁ, ଆମେ ସେ ଜ୍ୟୋତିର ନିବାସୀଙ୍କର ଲୋକ। ଜ୍ୟୋତିରେ ସବୁଦିନ ବସବାସ କରିବା, ଜ୍ୟୋତିରେ ସବୁଦିନ ବସବାସ କରିବା। ଏ ଅନୁସାରେ ଆମେ ପାପ ଉପରେ ଜୟଲାଭ କରିପାରିବା। ସେ ଆମମାନଙ୍କ ସହିତ ଅଛନ୍ତି, ଆମମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ସହିତ ଗମନାଗମନ କରିପାରିବା। ତାଙ୍କ ଜ୍ୟୋତିରେ ଆମେ
ଗମନାଗମନ କରିପାରିବା। ରାଜା କହିଲା ସକାଳୁ, ଆଉ ଜଣେ ସେ ଚତୁର୍ଥ ବ୍ୟକ୍ତି କିଏ? ସେ ଓହ୍ଲେଇ ଆସିଲେ। ଆମମାନଙ୍କ ସହିତ ଗମନାଗମନ କରିବା ପାଇଁ ସେ ଓହ୍ଲେଇ ଆସିଲେ। ଦେବପୁତ୍ର ସଦୃଶ ତାଙ୍କ ଚେହେରା। କିଏ ସେ? ଜଗତ ବୁଝିପାରିବନି। ପ୍ରଭୁଙ୍କ ସହିତ ଗମନାଗମନର ଯୋଉ ଆନନ୍ଦ ଜଗତ କୋଉଠୁ ବୁଝିବ? ଜଗତ ବୁଝିପାରିବ। ଆମେ ଯେତେବେଳେ ପ୍ରଭୁଙ୍କୁ ଜ୍ଞାତ ହବା, ତାଙ୍କ ଜ୍ୟୋତିରେ ବସବାସ କରିବା, ଜ୍ୟୋତିରେ ଆଚରଣ କରିବା, କ୍ଷମା ପ୍ରାପ୍ତ ହବା, ଆମମାନଙ୍କ ଜୀବନ ଗୋଟେ ନ୍ୟୁ ବିଗିନିଂ ହବ। ସେଥିରେ ଆମେ ପ୍ରଭୁଙ୍କୁ ଗୌରବ ଦବା। ଆମଙ୍କ ଜୀବନରେ କି ଆନନ୍ଦ ଭର୍ତ୍ତି ହେଇଯିବ ଯେ ଆମେ ଆଉ ସେ ନରକଗାମୀ ନହଉ, ଆମେ ସେ ମିଥ୍ୟାବାଦୀ ନହଉ। ଆମେ ଅପଚେଷ୍ଟା ଯୋଉ କରୁଥିଲୁ ଆଗରୁ ପାପକୁ ଘୋଡେଇବା, ଆଉ ଘୋଡଉ ନାହୁଁ। ଯାହା ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କୁ କଥା କହୁଛନ୍ତି ସେଇ ଅନୁସାରେ ଆମେ ମଧ୍ୟ ପାପ ସ୍ୱୀକାର କରି ଆମ ଜୀବନର ଯେ ଅଧର୍ମକୁ ପରିଷ୍କାର କରିପାରନ୍ତି ତାଙ୍କ ପାଖରେ ଆମେ କ୍ଷମା ମାଗୁଛୁ। What a great God we have. What a great advocate our Christ is. କେତେ ବଡ଼ ଆଡଭୋକେଟ ଆମମାନଙ୍କ ପାଇଁକା ସେ ପ୍ରଭୁଙ୍କ ପାଖରେ ସବୁବେଳେ କ୍ରନ୍ଦନ କରୁଛନ୍ତି। ଆମ ପାପରୁ ରକ୍ଷା କରିବା ପାଇଁ କ୍ରନ୍ଦନ କରୁଛନ୍ତି। ବିଶ୍ୱାସ କରନ୍ତୁ, ମୁଁ ଏଇଟାକୁ ମୋଟେ ସିଲେକ୍ଟ କରୁନଥିଲି କହିବା ପାଇଁକା। ସକାଳୁ ଉଠିଲି, ସମସ୍ତ କର୍ମ କଲା ପରେ ଏଇଟା ମତେ ପବିତ୍ର ଆତ୍ମା ଦେଖେଇଲେ। ମୋ ପାଇଁ ଏଇଟା, ଆପଣ ପାଇଁ ନା ନାହିଁ ମୁଁ ଜାଣିନି, କିନ୍ତୁ ଏ ବାକ୍ୟ ମୋ ପାଇଁକା, ମୋ ପାଇଁ। ଅଧର୍ମକୁ ସ୍ୱୀକାର କରିବା, କ୍ଷମା ମାଗିବା, ଯେତେ ବଡ଼ ଆମେ ଅନୁଭୂତିରେ ବଢୁ ନା ନାହିଁ କିଛି ଯାଏସ ନାହିଁ। ଶୈତାନ ପାଖରେ ପରାଜିତ କରିବା ପାଇଁ ଯଥେଷ୍ଟ ଶକ୍ତି ଅଛି। ଏବେ ଯାକେ ବି ସେ ତା ଶକ୍ତିକୁ ବ୍ୟବହାର କରୁଛି। କେତେବେଳେ ନା କେତେବେଳେ ସୁଯୋଗ ପାଇଲେ ଯୋଉ